ବୋଉଙ୍କର ପେଟ ଥଣ୍ଡା ମେଡିସିନ ମୁଢି ପାଣିକୁ ଟମାଟୋ ଆଚାର ଦଳାଦଳି ପାଗ। ଆମେ ଯିବା ବୋଲି ପରିବା ସବୁ ବାପାଙ୍କ ହାତରେ ପଠା ହେଇଛି। ହଁ। ତମେ ଦେଖିଲା ସେ ଗୋଟେ ଗୋଡଉଛ ଦିନ। ମତେ ଲାଗୁଛି ବୁଢୀ ବୋଉ ଗୋଡକୁ ଭିଡିକି ଧରୁଛନ୍ତି ପଛପଟୁ। ତମକୁ ଆଗ ବସିକା ସାରିଲେ ଯିବୁ, ଏମିତି ଯିବୁନି। ମୁଣ୍ଡି ମୁଣ୍ଡା ହେଲାଣି ବାହାରୁଛୁ କୁଆଡେ, ସେଇଠି ଅଟକେଇଲି। ଆଉ ନିଅ ମୁଢି ପାଣିକୁ ଓ ଦଳାଦଳି ପାଗ। ଆଉ ଦେଖିଲେ ତା ଲୋଭ ଲାଗୁଛି। ଆଉ ଚକଟିଆ ପୂର୍ବରୁ ମତେ ଲୋଭ ଲାଗିଲାଣି। ବୋଉଙ୍କର ଚକଡିଆ ଦରକାର ନାହିଁ, ସେ ଖାଲି ହାତ ମାରିଦେବେ ତାପରେ ଖାଇବେ ଆଉ। ହଁ ଏଇ ଦେଖୁନ ଏପର୍ଯ୍ୟନ୍ତ ଚକଟା ହେଇନି ତାଙ୍କର ମୁଢି ଖାଇବା ଆରମ୍ଭ ହେଇଗଲା। ଯେତେବେଳେ ଖାଇବେ ଟିକେ ଟିକେ ହାତ ମାରିବେ ତାପରେ ଖାଇବେ। ଲୁଣ ପଡିନି, କିଛି ନାହିଁ, ରସୁଣ ନାହିଁ, ଧନିଆ ପତ୍ର ନାହିଁ। ପେଟକୁ ତ ଗଲେ ଗଲା, ଏତେ ସଜ କଣ ଦରକାର? କିଛି ଦରକାର ନାହିଁ। ଗୋଟା ପିଆଜ ଖା, ଗୋଟା ଟମାଟୋ ଖା, ଯାହା ଖାଇଲେ ଚଳିବ। ସେ ପେଟକୁ ତ ଯିବ ଏ ଗର୍ଭକୁ। ହଁ ଆଉ ହଜାରେ ସଜବାଜ କରିକି ଖାଇକି ଏଡେ ପେଟ ଖରାପ କରିବ। ଆଉ ରୋଷେଇ କଣ କରିବା? ପାଣି ପକେଇଦବା, ଚାଉଳ ପକେଇଦବା, ସେଇଟା କିନ୍ତୁ ତା ସହିତ କିନ୍ତୁ ସମାନ ହେଇଯିବ। ଏଇ କଥାର ଅର୍ଥଟାକୁ ଖରାପ କରିଦଉଛି। ପେଟର କଣ ସ୍ଥଳୀ ଦିଆଡେ ଅଛି, ଗୋଟେ ଭଲ ଜିନିଷ ପଡିବ, ଗୋଟେ ମନ୍ଦ ଜିନିଷ ପଡିବ। ଗୋଟେ ସବୁ ମିଳିଦେବା, ଯୋଉଠି ପଡିବା କଥା ପଡିବ।